ଦେଇକି ଆକୁ କାଟିଦେଲି। କାଟି ଦେଇକି ଟିକେ ଲୁଣ ହଳଦୀ ପକେଇଦେଲି ହେଲା। ଲୁଣ ହଳଦୀ ପକେଇଦେଲି। ଆଜି ଦେଖିବା ଯଦି ଏତିକି କାମ ଦେଖେଇବ ଭଲ ଲାଗିବ ଟେଷ୍ଟି, ତାପରେ ଆଉ ଅଧିକା କରିବା। ଏଟା ସିଝା କରୁଛି, ଆଉ ଅଳ୍ପକିରି କରିବି କ'ଣ କଞ୍ଚାରେ କରିବି। ଟିକେ ତେଲ ଦବା, ବେଶୀ ତେଲ ତାତିବନି କିନ୍ତୁ ଟିକେ ନଖ ଉଷୁମ ତେଲ ହବ। ତେଲରେ ଟିକେ ହଳଦୀ ଗୁଣ୍ଡ ପକେଇବା। ହଳଦୀ ଆଉ ଲୁଣ ଆଚାର ପାଇଁ ଭଲ। ଲୁଣ ତ ପକେଇଛି, ଆଉ ଟିକେ ଲୁଣ ଆଉ ରାଗ ଯେତେ ହବ ଆଚାରଟା ସେତେ ଭଲ ଲାଗିବ। ଆଚ୍ଛା, ଆଉ ଟିକେ ଆମର ଯୋଉ ବ୍ଲାକ୍ ସଲ୍ଟ ପକେଇବା, ଏଇଟା ବି ଆଚାରକୁ ସ୍ୱାଦ। ତାପରେ ଟିକେ ହେଙ୍ଗୁ ପକେଇବା। ବେଶୀ ଗରମ ହବନି, ଅଳ୍ପ ଗରମ ହବ। ତେଲଟା ଟିକେ ଥଣ୍ଡା ହେଇଯାଉ, ତାପରେ ଗୋଟେ ଫୁଟଣ ଭାଜିକିରି ତାକୁ ଜିରା ଆଉ ଟିକେ ଟିକେ ସବୁ ପଞ୍ଚ ଫୁଟଣରୁ ଭାଜିଦେବି। ପଞ୍ଚ ଫୁଟଣ ହେଲା, ସେ ସବୁ ପାନମହୁରି, ଜିରା, ମେଥି, ଫୁଟଣ ସବୁ ମିଶି ସେଇଟା ହିଁ ଆଚାର ପାଇଁ ଠିକ୍। ଦେଖିବା ଏଇଟା କ'ଣ କେମିତି ଲାଗୁଛି। ତାପରେ ଭାଜି ଦେଇକିରି ଏଟାକୁ ମୁଁ ଗୁଣ୍ଡ ବନେଇଦେଲି। ପଞ୍ଚ ଫୁଟଣ ଆଉ କ'ଣ ପାନମହୁରି ଆଉ ଶୁଖିଲା ରାଗ ହେଲା। ଯଦି ଏଇଟା ଟେଷ୍ଟି ଲାଗିବ ତାପରେ ଖାଇଲାଠୁ ଆଉ କରିବି, ନହେଲେ ଭଲ ନ ଲାଗିଲେ କାହିଁ କରିବି। এটা ପକେଇଦବା, ଏ ମସଲା ପକେଇଦବା। ସୋରିଷ ତେଲ ହିଁ ଠିକ୍ ଆଚାରକୁ, ସୋରିଷ ତେଲ ଭଲ। ଆକୁ ପକେଇଦବା। ପାଣି ମୋଟେ ଯେମିତି ନ ଲାଗିବ, ଲେମ୍ବୁକୁ ପୋଛା ପୋଛି କରିକିରି କଲି। ଆକୁ ଏବେ ଖାଇବାର ନାହିଁ, ଟିକେ ଖରାରେ ଥୁଆ ହବ ହେଲା। ଦେଖେଇଦେବୁ, ଏ ଖରାରେ ଥୁଆ ହବ 4-5 ଦିନ ପରେ, ତାପରେ କେମିତି ଲାଗୁଛି ଚାଖିବା। ଅଧ ଘଣ୍ଟା ଖରାରେ ଥୋଇବି। ଡବାଟାରେ ରଖିବି, ଆଉ ତାକୁ ଖରାରେ ଥୋଇବି। ମିଠା ତ ଆମର କେହି ଖାଇବାକୁ ପସନ୍ଦ କରନ୍ତିନି, ତେଣୁ ମୁଁ ମିଠା ପକେଇନି, ନହେଲେ ଚିନି ପକେଇଲେ ବି ହବ। ଅତି କମଟା କାଲିକୁ ଚାଖିଲେ ଠିକ୍ ଲାଗିବ। କାଲିକି ଚାଖିବା। ହେଇଗଲା, ଏତିକି ଆଗ ଖାଇ ସରାନ୍ତୁ ହେଲା। ଯଦି କହିବେ ଭଲ ଲାଗୁଛି ତାହେଲେ ଆଉ କରିବି।